ଆଜିର ବଡ଼ ଖବର। ଝାରସୁଗୁଡ଼ା ଜିଲ୍ଲା ବନହାରପାଲି ପୁଲିସକୁ ମିଳିଛି ବଡ଼ ସଫଳତା। ରେଳବାଇ ବିଦ୍ୟୁତକରଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ମୂଲ୍ୟବାନ ତମ୍ବା ତାର ଚୋରି କରୁଥିବା ଏକ ଅନ୍ତଃ ଜିଲ୍ଲା ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି। ଘଟଣାଟି ଗତ 14 ଜୁଲାଇ 2026 ତାରିଖ ଭୋର ସମୟର ବାଗେଇନାଲ ଦଳଗାଁସ୍ଥିତ ସନସିଟି ଉର୍ଜା ପ୍ରାଇଭେଟ ଲିମିଟେଡର ଷ୍ଟୋର ୟାର୍ଡର 8ରୁ 12 ଜଣ ଦୁର୍ବୃତ୍ତ ପ୍ରାଚୀର ଭାଙ୍ଗି ଭିତରକୁ ପଶିଥିଲେ। ସେଠାରୁ ପ୍ରାୟ 150 କିଲୋଗ୍ରାମ ତମ୍ବା ତାର ଚୋରି କରୁଥିବା ବେଳେ କମ୍ପାନୀ ସୁରକ୍ଷାକର୍ମୀ ଓ କର୍ମଚାରୀମାନେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ସୁରକ୍ଷାକର୍ମୀଙ୍କୁ ପଥର, ଇଟା ଓ କାଚ ବୋତଲ ମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଘଟଣାସ୍ଥଳରୁ 2 ଜଣଙ୍କୁ ଧରିବାରେ କମ୍ପାନୀ କର୍ମଚାରୀ ସଫଳ ହୋଇଥିଲେ। ପରେ ବନହାରପାଲି ପୁଲିସ ବୈଜ୍ଞାନିକ ତଥ୍ୟ ଓ ଅନୁସନ୍ଧାନ ଆଧାରରେ ଅଭିଯାନ ଚଳାଇ ମୋଟ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ଜଣେ ଷ୍ଟ୍ରାପ୍ ବ୍ୟବସାୟୀ ମନୋରଞ୍ଜନ ପ୍ରଧାନ ଓରଫ ପପୁ ବୋଲି ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଏକ ମାରୁତି ବୋଲେନୋ କାର, ଲୁହା ଶାବଳ, ତାର କଟର, ଟାଙ୍ଗିଆ, ଛୁରୀ, ଗୁଲେଇ ଏବଂ ମୋବାଇଲ ଫୋନ୍ ସମେତ 2,40,000 ଟଙ୍କା ମୂଲ୍ୟର ତମ୍ବା ତାର ଜବତ କରିଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।